ଦିନର ପାଠ 87 କରିବା ହେଲା। ଚିରାଲ ବାବା ପଢିଲୁ। ବାହାଘର ଭୋଜିରେ ବଣର ସବୁ ପକ୍ଷୀଙ୍କୁ ଡକାଯାଇଥିଲା। ଭୋଜିରେ ଗୟଳ, ପଲଉ, ଡାଲି, ଭଜା, ତରକାରୀ ଆଦି ରୋଷେଇ କଲା। ଭାଲୁ ଖଟା ମିଠା ଫଳରସ ତିଆରି କଲା। ବାଘ ରାଜା ଭୋଜିକୁ ଆସି ରାଗ ଲୁଣ ଖଟା ମିଠା ଖାଦ୍ୟ ଖାଇ ଖୁସି ହେଲେ। ସେ ରୋଷେଇୟାଙ୍କୁ ଧନ୍ୟବାଦ ଦେବା ପାଇଁ ରୋଷେଇଶାଳାକୁ ଗଲେ। ତମେ ପଢିଲ ବାଗୁଡୁ। ହରିଣର ବାହାଘର ଭୋଜିରେ ବଣର ସବୁ ପଶୁପକ୍ଷୀଙ୍କୁ ଡକାଯାଇଥିଲା। ଭୋଜିରେ ଗୟଳ, ପଲଉ, ଡାଲି, ଭଜା, ତରକାରୀ ଆଦି ରୋଷେଇ କଲା। ଭାଲୁ ଖଟା ମିଠା ଫଳରସ ତିଆରି କଲା। ବାଘ ରାଜା ଭୋଜିକୁ ଆସି ରାଗ ଲୁଣ ଖଟା ମିଠା ଖାଦ୍ୟ ଖାଇ ଖୁସି ହେଲେ। ସେ ରୋଷେଇୟାଙ୍କୁ ଧନ୍ୟବାଦ ଦେବା ପାଇଁ ରୋଷେଇଶାଳାକୁ ଗଲେ। ଆପଣ ପଢା ଚାଲିଥିବ ନା ଆଉ ଦେଖିବାକୁ କହିବେ।